କୁନି କୁନି ପିଲାମାନେ ଆଜିର ଗପ ଆରମ୍ଭ କରିବା। ଠିକ୍ ଅଛି, ମନ ଦେଇକି ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ବଡ଼ ରାଜ୍ୟଟିଏ ଥିଲା। ରାଜ୍ୟଟିରେ ଜଣେ ରାଜା ଥିଲେ। ତମେମାନେ ତ ଜାଣିଛ, ରାଜା ଥିଲେ ମାନେ ମନ୍ତ୍ରୀ, ସେନାପତି, ତାଙ୍କର ଦରବାରୀ ସମସ୍ତେ ଥିବେ। ହେଲେ ଅସୁବିଧାଟା କ'ଣ ହେଇଛି ନା, ସେ ରାଜା ଜଣକ ଟିକେ ମୂର୍ଖ ଥିଲେ। ମୂର୍ଖ ସହିତ ଭାରି ବଦରାଗୀ ମଧ୍ୟ ଥିଲେ। ମାନେ ରାଗିଗଲେ ସେ ଯାହା ତାଙ୍କ ଇଚ୍ଛାରେ, ମନ ଇଚ୍ଛାରେ କାମ ସିଏ କରନ୍ତି। କିନ୍ତୁ ମନ୍ତ୍ରୀ ଥିଲେ ଯିଏ, ସେ ମନ୍ତ୍ରୀ ବହୁତ ଗୁଣବାନ, ଶିକ୍ଷିତ, ଧୈର୍ଯ୍ୟବାନ ଲୋକ। ତେଣୁ ସେ ପ୍ରତି ପଦେ ପଦେ କଥାରେ ରାଜାଙ୍କୁ ଜଗି ରଖି ରାଜ୍ୟକୁ ଠିକରେ ଚଳେଇ ନେଉଥିଲେ। ପ୍ରଜାମାନେ ବି ଥିଲେ ଖୁସିରେ। ହେଲେ ମନ୍ତ୍ରୀଙ୍କର ତ ବୟସ ହେଇଯାଇଥିଲା। କିଛି ଦିନ ପରେ ମନ୍ତ୍ରୀଙ୍କର ଦେହାନ୍ତ ହେଇଗଲା। ଦେହାନ୍ତ ହେଇଗଲା ମାନେ ମରିଗଲେ। ମରିଗଲା ପରେ ନୂଆ ମନ୍ତ୍ରୀ ଖୋଜା ପଡ଼ିବ। କ'ଣ କରିବ? ରାଜା ନିଜେ ତ ମୂର୍ଖ। ଯାହା ଗୋଟେ ଭଲ ମନ୍ତ୍ରୀ, କିଏ ଭଲ ସେନାପତି କିଏ ଆସିକି ଦବ, ମହାରାଜ ଏଇ ମନ୍ତ୍ରୀ କରିବା, ରାଜାଙ୍କର ମନ ପାଇବନି। ବହୁତ ପରୀକ୍ଷା ନିରୀକ୍ଷା କରି କରି ଶେଷକୁ ରାଜା କ'ଣ କଲେ, ଠିକ ନିଜ ଭଳି ଗୋଟେ ମୂର୍ଖ ମନ୍ତ୍ରୀଟେ ଆଣିକି ରଖିଲେ ପାଖରେ। ସେନାପତି, କୋଟୱାଳ ସମସ୍ତେ ମନ ଦୁଃଖ କଲେ। କିନ୍ତୁ କ'ଣ ବା କରିପାରିବେ? ରାଜା ତ ଆଜ୍ଞା ଦେଇଛନ୍ତି। ଆଗ କାଳରେ ତ ରାଜାମାନଙ୍କର ଆଜ୍ଞା ହିଁ ସବୁ କିଛି ହେଉଥିଲା ଫାଇନାଲ। ତେଣୁ ମୂର୍ଖ ରାଜାକୁ ମୂର୍ଖ ମନ୍ତ୍ରୀ ରହିକି ଚାଲିଛି ରାଜ୍ୟ। ପ୍ରଜାମାନେ ବଡ଼ ହନ୍ତସନ୍ତ ହେଉଥାନ୍ତି। ଧରିନିଅ କେଉଁ ପ୍ରଜା କ'ଣ ନେଇକି ଯାଉଥିବ, ମନ୍ତ୍ରୀ ମୁଖରେ ପଡ଼ିଗଲା, ମନ୍ତ୍ରୀ ଦେଖିଦେଲା, ମନ୍ତ୍ରୀ ସାଙ୍ଗେ ସାଙ୍ଗେ କହିବ, ଏଇଟାକୁ ରାଜାଙ୍କୁ ଦେଇଦେବୁ। ଆଉ ଟିକେ ଦୟା ମାୟା କିଛି ବି କରିବନି। କାହାର କ'ଣ ଅସୁବିଧା ଥିବ, ସିଏ ଦରବାରକୁ ଯାଇଥିବ ଗୁହାରି କରିବାକୁ, ମହାରାଜ ମୋର ଏମିତି ଅସୁବିଧା ହେଇଛି। ମହାରାଜ ଶୁଣିବେ କ'ଣ, ତାଙ୍କ ମନକୁ ଯାହା ଆସିବ ଓଲଟି, ଆଚ୍ଛା ତୋର ଏମିତି ଅସୁବିଧା ହେଇଛି, ଠିକ୍ ଅଛି, କାଲିଠୁ ତୋ ଉପରେ ଆଉ 20 ଟଙ୍କାର ଟ୍ୟାକ୍ସ ଦିଆହେଲା, ତୁ ଦେବୁ ରାଜାକୁ ଏଥର। ପ୍ରଜାମାନେ ବୁଝିପାରନ୍ତିନି ରାଜା କ'ଣ ଚାହୁଁଛନ୍ତି। ଅସୁବିଧା ନେଇକି ଗଲେ ସେ ଓଲଟି ଆହୁରି ଅସୁବିଧା କରାଉଛନ୍ତି। ଠିକ୍ ଅଛି, ଦୁଃଖେ ସୁଖେ ଚାଲିଛି। ହେଲେ ଏମିତି କ'ଣ ହେଇଛି ନା, ଦିନେ ଗୋଟେ ସେଇ ରାଜ୍ୟରେ ଗୋଟେ ଚୋରଟିଏ ବୁଲୁଥିଲା। ସିଏ କେଉଁ ବାହାର ଜାଗାରୁ ଆସିଛି ଚୋରଟି। ଯାଇକି ଜଣଙ୍କ ଘରେ କାନ୍ଥ ଟିକେ ଭାଙ୍ଗିକି ରାତି ଅଧରେ ଯାଇକି ଚୋରି କରୁଥିଲା। ଚୋରି କଲାବେଳେ ସେ ଘରର ମାଲିକ ନିଦ ଭାଙ୍ଗିଗଲା। ସିଏ ଉଠି ଆସିକି ଚୋର ଚୋର ପାଟି କରିକି ଦୌଡ଼ିଲା। ଚୋର ତ ସେ ସମୟରେ କ'ଣ କରିଛି, ପ୍ରାଣ ବିକଳରେ ଯେଉଁ କାନ୍ଥ କଣା କରିକି ପଶିଥିଲା ସେପଟେ ଗଳିକି ଦୌଡ଼ିକି ପଳେଇବାକୁ ଚେଷ୍ଟା କଲାବେଳକୁ କାନ୍ଥଟି ବୋଧେ ଟିକେ ଦୁର୍ବଳ ଥିଲା। ସେ କାନ୍ଥଟି ଭାଙ୍ଗିଗଲା ଅଧାରୁ। ଭାଙ୍ଗିଗଲେ ସେଇ ଚୋରର ଗୋଡ଼ ଉପରେ ପଡ଼ିଗଲା କାନ୍ଥଟି। ଗୋଡ଼ ଉପରେ ପଡ଼ିଯାରୁ ସେ ଛଟପଟ ହେଇକି ଆହା କରି ଚିତ୍କାର କଲା। ଆଉ ଦୌଡ଼ି ଯାଇପାରିଲାନି। ଦେଖିଲା ବେଳକୁ ତା ଗୋଡ଼ଟି ଭାଙ୍ଗି ଯାଇଛି। ତ ଯେତେବେଳେ ପଡ଼ିଗଲା, ଘର ମାଲିକ ଆସିଲା, ଆସିକି ତାକୁ ଧରିଲା, ଧରିକି ଡାକିଲା, ସୈନ୍ୟମାନଙ୍କୁ ଡାକିଲା, କୋଟୱାଳକୁ ଡାକିଲା, ତାକୁ ରାଜାଙ୍କ ଜିମା ଦେଲେ। ଏବେ ଯେମିତି ପୋଲିସ ଅଛନ୍ତି, ଆଗ କାଳେ ରାଜାମାନଙ୍କ ପାଇଁ ସେମିତି କୋଟୱାଳ ଥାନ୍ତି। ଯଦି ରାଜ୍ୟ ଭିତରେ କେଉଁଠି କ'ଣ ଅସୁବିଧା କଲେ କୋଟୱାଳ ସେମାନଙ୍କ କଥା ବୁଝେ। ତ କୋଟୱାଳ ସେ ଚୋରକୁ ନେଇକି ଗଲା। ନେଇକି ଗଲେ କ'ଣ ହେଇଛି ନା, ତା ପରଦିନ ଦରବାରରେ ତାର ବିଚାର କରାହବ। ଘର ମାଲିକ ଯାଇଛି କମ୍ପ୍ଲେନ୍ କରିବାକୁ ଯେ ମୋ ଘର ଏମିତି ଯାଇକି ଚୋରି କରିଛି, ତା ସହିତ ମୋର ଗୋଟେ କାନ୍ଥ ଭାଙ୍ଗିଦେଲା। ସବୁ କଥା ରାଜାଙ୍କୁ କହିଲା। ରାଜା ଚାହିଁଲେ, ଆରେ ଚୋର, ତୁ ମୋ ରାଜ୍ୟରେ ଆସିକି ଏତେ ସବୁ କାମ କରିକି ପଳେଇବାକୁ ବସିଛୁ, ୟାକୁ ଦଣ୍ଡ ଦିଅ। କ'ଣ ଦଣ୍ଡ ନା, ତାର ଗୋଟେ ଗୋଡ଼ ଭାଙ୍ଗିଛି ତ ଆଉ ଗୋଟେ ଗୋଡ଼ ଭାଙ୍ଗି ଦିଅ। ଚୋର ଆଶ୍ଚର୍ଯ୍ୟ। ଚୋର ଜାଣିଥିଲା ଦଣ୍ଡ ଦେଲେ ସଜା ଦିଆହେବ, ଜେଲ ଦଣ୍ଡ କିଛି ଦିଆହେବ। ଆରେ ଗୋଟେ ଗୋଡ଼ ଭାଙ୍ଗିକି ତ ମୁଁ ଅସୁବିଧାରେ ପଡ଼ିଛି, ମୋତେ ପୁଣି ଆଉ ଗୋଟେ ଗୋଡ଼ ଭାଙ୍ଗିଦେଲେ ତ ମୁଁ ମରିଯିବି। ଚୋର କ'ଣ କରିବ, ଟିକେ ମୁଣ୍ଡ ଖର୍ଚ୍ଚ କରିବ। ସିଏ ତ ଆଗରୁ ଶୁଣିଥିବ ଯେ ରାଜାଟା ଟିକେ ବୋକା ବୋଲି। ଚୋର କହିବ, ମହାରାଜ ଠିକ୍ ଅଛି, ମୁଁ ଦୋଷ କରିଛି, ମୋତେ ତ ଦଣ୍ଡ ଦେବା ଦରକାର। ଦଣ୍ଡ ଦେଲେ ଯେ, କିନ୍ତୁ ସତ କଥା ଯଦି ଚିନ୍ତା କରିବେ ତାହେଲେ ଦୋଷୀ ମୁଁ ନୁହଁ। ନା ଆଉ କିଏ ଦୋଷୀ? ନା ସେ କାନ୍ଥ ଯିଏ ବନେଇଥିଲା ମିସ୍ତ୍ରୀ, ସେ ମିସ୍ତ୍ରୀ ହେଉଛି ଦୋଷୀ। ସିଏ ଠିକରେ କାନ୍ଥ ବନେଇନି। ଇଟା, ବାଲି, ସିମେଣ୍ଟ ଠିକ ବନେଇଥାନ୍ତା ଯଦି ସେ କାନ୍ଥ ଭାଙ୍ଗି ନଥାନ୍ତା। ଭାଙ୍ଗି ନଥିଲେ କାହିଁକି ଆସିଥାନ୍ତା ସେ କମ୍ପ୍ଲେନ୍ କରିବାକୁ, ମୋ ଗୋଡ଼ ବି ଭାଙ୍ଗିଲା ଏ ଭିତରେ। ରାଜା ତ ବୋକା। ରାଜା କହିବେ, ଠିକ୍ କଥା କହିଛ ତମେ, ଡାକ ସେ ଯିଏ କଣ୍ଟ୍ରାକ୍ଟର ନେଇଥିଲା, ଯିଏ ତିଆରି କରିଛି ସେ ମିସ୍ତ୍ରୀ, ଡାକ ସେମାନଙ୍କୁ ଡାକ। ସେମାନେ ଆସିଲେ। କ'ଣ ହେଲା ନା, ଏମିତି ତମେ ସବୁ ଡୁପ୍ଲିକେଟ୍ କାମ କରିଛ,
ତମକୁ ସବୁ ଫାଶୀ ଦିଆହବ। ଏ କଥା ଶୁଣି ମିସ୍ତ୍ରୀ କହିଲା, ମନେ ମନେ ଭାବିଲା ଇଏ ତ ରାଜା ମୂର୍ଖ, ମୋ ଆଡ଼େ ସବୁ ଦୋଷ ଆଡ଼େଇ ଦେଲାଣି। ସିଏ କହିଲା କ'ଣ ନା, ମହାରାଜ ସେ କଥା ଠିକ୍ ଯେ, କିନ୍ତୁ ଅସୁବିଧା ହେଉଛି ଏଇ ଯେଉଁ ଘର ମାଲିକ ଯେଉଁ ସିମେଣ୍ଟ ଆଣିକି ଦେଇଥିଲା ଯେଉଁ ଦୋକାନରୁ, ସେ ସିମେଣ୍ଟ ବାଲାର ଦୋଷ। ସିଏ ଠିକ୍ ସିମେଣ୍ଟ ଦେଲାନି ବୋଲି ହିଁ ଏତେ ସବୁ ଖରାପ ହେଇଛି କାନ୍ଥ। ରାଜା କହିବେ ଠିକ୍ କଥା, ଡାକ ସିମେଣ୍ଟ ଦୋକାନୀକି ଡାକ, ସିମେଣ୍ଟ ଦୋକାନୀକି ଫାଶୀ ଦିଅ। ସିମେଣ୍ଟ ଦୋକାନୀ ସବୁ କଥା ଶୁଣିକି ଆସିଥିବ। ସିଏ କହିବ, ମହାରାଜ ମୁଁ ଠିକ୍ ସିମେଣ୍ଟ ଦେଇଥାନ୍ତି, କିନ୍ତୁ ଏ ଘର ମାଲିକ ପରା ମୋତେ ପଇସା ଠିକ୍ରେ ଦେଲାନି। କମ୍ ପଇସା ଦେବ ମାନେ ତ ଶସ୍ତା କ୍ୱାଲିଟିର ସିମେଣ୍ଟ ଦେବି ନା। ରାଜା ପୁଣି ବୁଝିବେ ଯାହା, ରାଜା କହିବେ ଠିକ୍ କଥା, ତମେ ଠିକ୍ କହିଛ। ଏଇ ଘର ମାଲିକର ସବୁ ଦୋଷ, ଇଏ ହିଁ ଡୁପ୍ଲିକେଟ୍ ସିମେଣ୍ଟ ଆଣିକି କରିଛି, ତେଣୁ ୟାକୁ ଆଗେ ଫାଶୀ ଦିଅ। ଫାଶୀ ଦିଅ କହିଲେ ସେ ଘର ମାଲିକ ଆଶ୍ଚର୍ଯ୍ୟ, ଆରେ ମୋର ଘର ଚୋରି ହେଲା, ମୋର କାନ୍ଥ ଭାଙ୍ଗିଲା, ସେସବୁ ମୋତେ ହିଁ ସଜା ଦିଆହବ। ସିଏ ବିଚାରା ଆଉ କିଛି ଉପାୟ ପାଇଲାନି। ସିଏ କହିଲା, ମହାରାଜ ଠିକ୍ ଅଛି, ମୋତେ ଫାଶୀ ଦେବେ ଯେ, ଆଉ ମୁଁ ତ କିଛି ଦୋଷ କରିନି, ମୋତେ ବିନା କାରଣରେ ଫାଶୀ ଦେଉଛନ୍ତି। ଗୋଟେ କଥା ଚିନ୍ତା କର ନା କ'ଣ ନା, ଦେଖୁଛନ୍ତି ମୁଁ ଗୋଟେ ଅତି ଦୁର୍ବଳ ପତଳା ଲୋକଟିଏ, ମୋତେ ଯଦି ଫାଶୀ ଦେବେ, ଫାଶୀ ଦେଇ ପାଇବେ କ'ଣ? ଯଦି ଫାଶୀ ଦେବାର ଅଛି, ମୋଟା ଲୋକ ଗୋଟେ କାହାକୁ ଦେଖିକି ସିନା ଫାଶୀ ଦିଅନ୍ତୁ, ରାଜାଙ୍କର ନାଁ ରହିବ ଯେ ହଁ ଏତେ ବଡ଼ ଲୋକଟାକୁ ଫାଶୀ ଦେଲେ। ରାଜା ତ ବୋକା ମୂର୍ଖ। ରାଜା କହିଲା ଠିକ୍ କଥା କହିଛନ୍ତି, ଯାଅ ଗୋଟେ ମୋଟା ଲୋକକୁ ବାଛିକି ଆଣ, ତାକୁ ଫାଶୀ ଦେବା। କଟୁଆଳ ବିଚାରା କ'ଣ କରିବେ, ସନେ ସାମାନ ଧରିକି ଦୌଡ଼ିଲେ। ଦୌଡ଼ି ରାଜ୍ୟ ସାରା ଖୋଜି ଗଲାବେଳେ ଦେଖିଲା ବେଳକୁ ଅଲଗା ଦେଶର ଜଣେ ବାବା, ମାନେ ଜଣେ ସାଧୁ ଆଉ ତାଙ୍କର ଚେଲା, 2 ଜଣ ମୋଟା ହେଇକି ଅଛନ୍ତି। ସିଏ ଯାଉଛନ୍ତି, ଇଏ ଯାଇକି ତାଙ୍କୁ ଧରିଲେ, କହିଲେ ଚାଲ ତ ବାବା, ତମକୁ ଫାଶୀ ଦିଆହବ। ବାବା ଆଶ୍ଚର୍ଯ୍ୟ, ଆରେ ଇଏ କି ରାଜ୍ୟରେ ଏଠି ବାବାଜୀ ମାନଙ୍କୁ ଫାଶୀ ଦିଆଯାଏ, କ'ଣ ପାଇଁ ଫାଶୀ ଦେବ? କହିବାରୁ କଟୁଆଳ ସବୁ କଥା କହିବାରୁ ବାବାଜୀ ଜଣକ ବୁଝିଗଲେ ଯେ ଏଇ ରାଜାଟି ନିହାତି ମୂର୍ଖଟିଏ। କହିଲେ ହଉ ଠିକ୍ ଅଛି, ଯଦି ଫାଶୀ ଦେବ ଚାଲ, କିନ୍ତୁ ମୁଁ ଏକୁଟିଆ ନୁହଁ, ଆମେ 2 ଜଣ ଯାକ ଯିବୁ। ମନ୍ତ୍ରୀ କହିଲେ ନା, ରାଜା କହିଛନ୍ତି ଜଣକୁ ଆଣିକି ଫାଶୀ ଦେବାକୁ, ପୁଣି 2 ଜଣଙ୍କୁ ନେଲେ ସିଏ ଯେଉଁ ରାଗିବେ, ପୁଣି ମୋତେ ଫାଶୀ ଦେବାକୁ କହିବେ। ବାବାଜୀ କହିବେ ନା, ତମେ କିଛି ବ୍ୟସ୍ତ ହୁଅନି, ଆଜିଠୁ ସେ ରାଜାଙ୍କ କବଳରୁ ତମ ରାଜ୍ୟକୁ ବି ମୁକ୍ତି ଦେଇଦେବି, ଆଉ ତମମାନଙ୍କର ବି କିଛି ଅସୁବିଧା ହବନି। କଟୁଆଳ ଦେଖିଲେ ବାବାଜୀଙ୍କ ମୁହଁରେ ଜ୍ୟୋତି ଅଛି, ମାନେ ଭାରି ସିଏ ସ୍ମାର୍ଟ ଲାଗୁଛନ୍ତି। ଭାବିଲେ ଇଏ ତ ଜ୍ଞାନୀ ଲୋକ, ନିଶ୍ଚୟ କିଛି ଗୋଟେ ପ୍ଲାନ୍ କରିବେ ବୋଧେ। ହଉ ଠିକ୍ ଅଛି କହିକି କ'ଣ କଲେ ନା, ରାଜାଙ୍କ ପାଖକୁ ନେଇକି ଗଲେ। କାହାକୁ? ବାବାଜୀଙ୍କୁ ଆଉ ଚେଲାକୁ। 2 ଜଣ ଯାକ ନେଇକି ଗଲେ। ସତକୁ ସତ ରାଜା ଦେଖୁ ଫିଡ଼ିକି ଗଲେ। କ'ଣ କଟୁଆଳ, ମୁଁ କହିଥିଲି ଗୋଟିଏ ମୋଟା ଲୋକକୁ ଆଣିବାକୁ, ତୁମେ କାହିଁକି 2ଟା ଲୋକକୁ ଆଣିଛ? କହିଲେ। କଟୁଆଳ କହିଲେ ନା ମହାରାଜ, ମୁଁ ଗୋଟିଏ ଲୋକକୁ ହିଁ ଆଣିଥିଲି, କିନ୍ତୁ ଏଇ 2 ଜଣ ଯାକ ଜିଦ୍ କରୁଛନ୍ତି ଆସିବା ପାଇଁ ପରା। ରାଜା କହିଲେ ଆଶ୍ଚର୍ଯ୍ୟ କଥା, ଆରେ ଫାଶୀ ପାଇବାକୁ କ'ଣ ଜିଦ୍ କରୁଛନ୍ତି କ'ଣ କିଏ? କ'ଣ କଥା ହେଇଛି ବୋଲି ବାବାଜୀ ଆଡ଼େ ଚାହିଁଲେ। ବାବାଜୀ କହିଲେ ହଁ, ଆମେ ଜିଦ୍ କରୁଛୁ, ଆଉ ମୁଁ ଫାଶୀ ପାଇବି। କିନ୍ତୁ ସେ ଭିତରେ କଥା ହେଇଛନ୍ତି ଚେଲା ସହିତ। ଚେଲା କହିଲା ନା ମହାରାଜ, ମୋତେ ଫାଶୀ ଦିଅନ୍ତୁ। ରାଜା କହିଲେ ଆରେ 2 ଜଣ ଯାକ କ'ଣ ଫାଶୀ ପାଇବେ ହଉଛନ୍ତି? ରାଜା ତ ମୂର୍ଖ, କହିଲେ ଗୋଟେ କାମ କର, ଏ 2 ଜଣ ଯାକ ଫାଶୀ ଦେଇଦିଅ। ଠିକ୍ ଅଛି, 2 ଜଣ ଯାକ ଫାଶୀ ଦେବା ପାଇଁ ରେଡ଼ି କରାହେଲା। ଠିକ୍ ଫାଶୀ ଦୌଡ଼ିବାକୁ ଯିବା ପୂର୍ବରୁ ବାବାଜୀ ଆଉ ତାଙ୍କ ଚେଲା ଦୁହେଁ ଠରାଠରି ହେଇଗଲେ। 2 ଜଣ ଯାକ ଝଗଡ଼ା ଲାଗିଲେ। ବାବାଜୀ କହିଲା ଆଗେ ମୁଁ ଫାଶୀ ପାଇବି, ଚେଲା କହିଲା ନା, ମୁଁ ଆଗେ ଫାଶୀ ପାଇବି। 2 ଜଣ ଯାକ ଠେଲା ପେଲା ଯୁକ୍ତି ତର୍କ ଖୁବ୍ ଚାଲିଲେ। ରାଜା ଆଶ୍ଚର୍ଯ୍ୟ ଦେଖିକି, ଆରେ ଫାଶୀ ପାଇବା ଉପରେ ଦୌଡ଼ାଦୌଡ଼ି ହେଉଛନ୍ତି, କିଏ ଆଗେ ଫାଶୀ ପାଇବ, କିଏ ପଛେ ଫାଶୀ ପାଇବ। ଲୋକ ତ ଲୁଚୁଛନ୍ତି ଫାଶୀ ଦେବା କଥା ନା ଶୁଣିଲେ। ରାଜା କିଛି ବୁଝିପାରିଲେନି। ମନ୍ତ୍ରୀ କି ପଚାରିଲେ, ମନ୍ତ୍ରୀ ବି ତ ମୂର୍ଖ, ମନ୍ତ୍ରୀ ବି କିଛି ଜାଣିନି। ମନ୍ତ୍ରୀ ବି ଚୁପ୍ ରହିଲେ। ମନ୍ତ୍ରୀ ସେଠୁ କହିଲେ ଠିକ୍ ଅଛି ରାଜା, ତାଙ୍କୁ ପଚାରିବା। ଯାଇକି ବାବାଜୀଙ୍କୁ ଆଉ ତାଙ୍କ ଚେଲାଙ୍କୁ ପଚାରିଲେ, କ'ଣ ହେଇଛି, ତମେ ଜଣ କାହିଁକି ଝଗଡ଼ା କରୁଛ? ବାବାଜୀ ଆକ୍ଟିଂ କରିକି ଫାଷ୍ଟରେ ଟିକେ ଚୁପ୍ ରହିଲେ, କହିଲେ ନା, ଆପଣଙ୍କୁ କୁହାହେବନି। ରାଜା ଯେତେବେଳେ ବାଧ୍ୟ କଲେ, କହିଲେ ମହାରାଜ କଥା କ'ଣ ହେଇଛି ନା, ଆଜି ସ୍ୱର୍ଗର ରାଜା ଇନ୍ଦ୍ର, ସିଏ ତାଙ୍କୁ ଦେହ ଖରାପ ହେଇଗଲା, ସିଏ ଦେହ ଖରାପରେ ପଡ଼ି ସେ ମରିଗଲେ। ତେଣୁ ସ୍ୱର୍ଗରେ ଇନ୍ଦ୍ର ରାଜାର ସିଟ୍ଟା ଖାଲି ଅଛି। ଆଜି ସାଙ୍ଗେ ଏବେ ଯିଏ ମରିବ, ସିଏ ଆଗେ ଯାଇକି ସ୍ୱର୍ଗରେ ଇନ୍ଦ୍ର ହବ। ଦ୍ୱିତୀୟରେ ଯିଏ ମରିବ, ସିଏ ତାର ମନ୍ତ୍ରୀ ହବ।
ତେଣୁ ମୁଁ ଇନ୍ଦ୍ର ରାଜା ହବାକୁ ଚାହିଁବି ନା ମନ୍ତ୍ରୀ ହବାକୁ ଚାହିଁବି? ତେଣୁ ମୁଁ ଚାହୁଁଛି। ଚେଲା ବି ସାଙ୍ଗେ ସାଙ୍ଗେ କହିଲା ନା ନା ମୁଁ ରାଜା ହବାକୁ ଚାହୁଁଛି, ମୁଁ ଆଗେ ଫାଶୀ ପାଇବି। ଏ ଦି ଜଣ କଥା ଶୁଣିକି ବାବାଜୀ କହିଲେ କୁହନ୍ତୁ ମହାରାଜ, ଆପଣ ଠିକ କଥା କୁହନ୍ତୁ, କିଏ ଆକ୍ଚୁଆଲି ଆଗେ ଫାଶୀ ପାଇବା ଯୋଗ୍ୟ? ରାଜା ତ ମୂର୍ଖ, ଟିକେ ନିଜ ମନ୍ତ୍ରୀ ଆଡେ ଚାହିଁଲେ, ଦି ଜଣ ଯାକ କଣ ଫୁସଫାସ ହେଲେ। ଫୁସଫାସ କଥା ହେଇକି ଆସିକି କହିଲେ ନା ନା ମୋର ଆଦେଶ ହଉଛି ତମେ ଦି ଜଣ ଯାହା ଭିତରୁ କେହି ଫାଶୀ ପାଇବନି। ପ୍ରଥମେ ମୁଁ ଫାଶୀ ପାଇବି ଆଉ ତାପରେ ମୋ ମନ୍ତ୍ରୀ ଫାଶୀ ପାଇବେ। ମନ୍ତ୍ରୀ ବି କହିଲା ହଁ ମହାରାଜ, ମୁଁ ଏଠି ବି ଆପଣ ମନ୍ତ୍ରୀ ଅଛି, ସେଠି ବି ଇନ୍ଦ୍ର ରାଜା ସ୍ୱର୍ଗରେ ବି ଯାଇକି ମୁଁ ଆପଣଙ୍କର ମନ୍ତ୍ରୀ ହେବି। ଚଟାପଟ ଗଲେ ରାଜା ମନ୍ତ୍ରୀ ଦି ଜଣ ଯାକ ଯାଇ ଫାଶୀ ବାଲାଙ୍କୁ ଧରିକି କହିଲେ ଆମକୁ ଫାଶୀ ଦିଅ। ରାଜା ଆଜ୍ଞା ଦେଇଛନ୍ତି ମାନେ ଫାଶୀ ବାଲା ଆଉ କଣ କରିବ? ଯିଏ ଡରୁଛି ସେ ବାଧ୍ୟ ହେଇକି ଫାଶୀ ଦେଇଦେଲା। ରାଜା ମନ୍ତ୍ରୀ ଦି ଜଣ ଯାକ ଶେଷ। ପ୍ରଜା ମାନେ ଖୁସ, ସେନାପତି ଖୁସ, କଟୁଆଳ ଖୁସ, ସମସ୍ତେ ଖୁସି ହେଇକି ସେ ବାବାଜୀଙ୍କୁ ଆଉ ତାଙ୍କ ଚେଲାଙ୍କୁ କହିଲେ ଯେ ମହାରାଜ ଆଜିଠୁ ତୁମେ ଆମର ମହାରାଜା ଆଉ ମହାମନ୍ତ୍ରୀ ହୁଅ, ଆମ ରାଜ୍ୟକୁ ଠିକରେ ଚଳାଅ। କିନ୍ତୁ ବାବାଜୀ କହିଲେ ଆରେ ନା, ମୁଁ ହଉଛି ବାବାଜୀ ସାଧୁସନ୍ଥ ଲୋକ, ମୁଁ କାହିଁକି ରାଜ୍ୟ ଚଳେଇବି? ତମମାନଙ୍କ ଭିତରେ ଭଲ ଜ୍ଞାନୀ ଗୁଣୀ ବ୍ୟକ୍ତି ଦେଖିକି ତମେ ଜଣକୁ ରାଜା କରାଅ। କହିକି ବାବାଜୀ ଆଉ ଚେଲା ଦୁହେଁ ନିଜ ନିଜ ରାସ୍ତାରେ ଚାଲିଗଲେ। ମୋ କଥାଟି ସରିଲା, ଫୁଲ ଗଛଟି ମରିଲା। ଆଜି ପାଇଁ ତାହେଲେ ଏତିକି, ବାଏ।